ନମସ୍କାର। ମୁଁ ସୋନାଲିସ୍ କିଚେନ କୁ ବହୁତ ବହୁତ ସ୍ୱାଗତ କରୁଛି। ଆଜି ମୁଁ ଆପଣମାନଙ୍କ ପାଇଁ ହୋଲି ସ୍ପେଶିଆଲ ମୁଗ ଡାଲି ଦହିବରାର ରେସିପି ନେଇକି ଆସିଛି। ଏଇଟା ବହୁତ ହି ସଫ୍ଟ ଏବଂ ବହୁତ ହି ଟେଷ୍ଟି ହେଇଥାଏ। ଭିଡିଓକୁ ପୁରା ଲାଷ୍ଟ ଯାଏ ଦେଖନ୍ତୁ, ସବୁ ଟିପ୍ସ ଏବଂ ଟ୍ରିକ୍ସ ମୁଁ ଏଇଥିରେ ସେୟାର କରିବି। ବେସିକାଲି ଆମେ ବରା ବିରିରେ ତିଆରି କରିଥାଉ, କିନ୍ତୁ ଆଜି ମୁଁ ମୁଗ ଡାଲିରେ ଏହି ବରା ପ୍ରସ୍ତୁତ କିପରି କରିବେ ଆପଣମାନେ ଶିଖେଇବି। ଟେଷ୍ଟ ଟୋଟାଲି ଡିଫରେଣ୍ଟ ହେଇଥାଏ ଦିଟା ଯାକର। ଥରେ ନିଶ୍ଚିନ୍ତ ଆପଣମାନେ ଏହି ମୁଗ ଡାଲିର ଦହିବରା ପ୍ରସ୍ତୁତ କରନ୍ତୁ। ମୋର ଆଶା ନିଶ୍ଚିନ୍ତ ଆପଣମାନଙ୍କୁ ଏହି ନୂଆ ରେସିପିଟି ପସନ୍ଦ ଆସିବ। ତାହେଲେ ଚାଲନ୍ତୁ ଷ୍ଟାର୍ଟ କରିନେବା ଏହି ରେସିପିଟି। ମୁଗ ଡାଲିର ଏହି ଦହିବରା ପ୍ରସ୍ତୁତ କରିବା ପାଇଁ ମୁଁ ଏଇଠି ମୁଗ ଡାଲିକୁ 4 ରୁ 5 ଘଣ୍ଟା ଧରିକି ବତୁରେଇ ନେଇଥିଲି। ଏଇଠି ଦେଖନ୍ତୁ ମୁଗ ଡାଲି ପୁରାପୁରି ଭଲ ଭାବରେ ମୋର ବତୁରି ଯାଇଛି। ଯଦି ଆପଣଙ୍କ ପାଖରେ କମ ସମୟ ଅଛି ତାହେଲେ ଏଇଟା 2 ଘଣ୍ଟାରେ ମଧ୍ୟ ପୁରାପୁରି ଭଲ ଭାବରେ ବତୁରି ଯାଇଥାଏ। ଏହି ମୁଗକୁ ଏବେ ମୁଁ ଗୋଟେ ବ୍ଲେଣ୍ଡିଂ ଜାରରେ ପୁରାପୁରି ଭଲ ଭାବରେ ଚିକଣ କରିକି ବ୍ଲେଣ୍ଡ କରି ନେଇଛି। ଧ୍ୟାନ ରଖିବେ, ଆପଣ ଯେତେବେଳେ ୟାକୁ ବ୍ଲେଣ୍ଡ କରିବେ ଅତି ଅଳ୍ପ ମାତ୍ରାରେ ପାଣି ଦେଇକି ବ୍ଲେଣ୍ଡ କରିବା ପାଇଁ ଚେଷ୍ଟା କରିବେ। ଯଦି ଆପଣ ଗ୍ରାଇଣ୍ଡିଂ କଲା ସମୟରେ ଅତ୍ୟଧିକ ପାଣି ଦେଇଦେବେ ତାହେଲେ ବରା ପ୍ରସ୍ତୁତ କରିବାରେ ଏଇଟା ଅସୁବିଧା ହେଇପାରେ। ତ ସେଇଥିପାଇଁ ଆପଣ ଯେତେ କମ ପାଣିର ବ୍ୟବହାର କରିବେ ସେତେ ଭଲ। ତ ଚାଲନ୍ତୁ ଏବେ ଆମେ ଦହି ବରା ଯେହେତୁ ବନଉଛେ, ଗୋଟେ କପର ଦହି ମୁଁ ଏଇଠି ନେଇଛି। ଭଲ ଭାବରେ ଆକୁ ଫେଣ୍ଟି ନେବେ କିଛି ସମୟ। ଭଲ ଭାବରେ ଫେଣ୍ଟି ସାରିଲା ପରେ ଏଇଠି ମୁଁ ଅଳ୍ପ ଅଳ୍ପ କିଛି ପାଣି ଏଇଥିରେ ମିଶଉଛି। ଯଦି ଆପଣ ଅତ୍ୟଧିକ ବହଳିଆ ଦହି ନେବେ ତାହେଲେ ଛାଣିକି ରଖିଥିବା ବରା ଯଦି ଏଇ ଦହିରେ ଦେବେ ତାହେଲେ ଦହି ଭିତରକୁ ପଶିବା ଟିକେ କଷ୍ଟ ଏବଂ ଖାଇବାକୁ ଭଲ ଲାଗିବନି। ତ ବେଟର ହବ ଆପଣ ଦହିର କନସିଷ୍ଟେନ୍ସିକୁ ଟିକେ ପତଳା ରଖନ୍ତୁ। ବରା ଭଲ ଭାବରେ ଦହି ପାଣିକୁ ଯେମିତି ସକ୍ କରିପାରିବ। କେହି କେହି ଛାଣିକି ରଖିଥିବା ଦହିବରାକୁ ଭଲ ଭାବରେ ନରମ ହବା ପାଇଁ ଗରମ ପାଣିରେ କିଛି ସମୟ ପାଇଁ ବୁଡେଇକି ରଖନ୍ତି। ବାକି ମତେ ସେଇଟା ଟିକେ ପାଣିଚିଆ ଲାଗେ, ଯୋଉଥିପାଇଁ କି ମୁଁ ପୁରା ଡାଇରେକ୍ଟ ଏମିତିଆ ପତଳା ଦହି ପାଣିରେ ଛାଣି ରଖିଥିବା ବରାକୁ ପକାଏ। ତ ଆପଣ ନିଶ୍ଚିନ୍ତ ଥରେ ଏମିତି ଟ୍ରାଏ କରି ଦେଖନ୍ତୁ। ତ ଏବେ ଚାଲନ୍ତୁ ଯୋଉ ଦହିର ଘୋଳ ମୁଁ ପ୍ରସ୍ତୁତ କରିଛି ତାକୁ ଛୁଙ୍କ ଦେବା। ତ ଛୁଙ୍କ ଦେବା ପାଇଁ ମୁଁ ଏଇଠି 2 ଚାମଚ ତେଲକୁ ଗରମ କରିନେଇଛି। ସେଇଥିରେ 1 ଚାମଚ ଦଉଛି ସୋରିଷ ଆଉ 1 ଚାମଚ ଜିରା ଦଉଛି ଏବେ ଏଇଥିରେ। ମୁଁ ଏଇଥିରେ 2 ରୁ 3 ପିଞ୍ଚ ହିଙ୍ଗୁ ଦଉଛି। ଆର ଫ୍ଲେଭର ବହୁତ ହି ବଢିଆ ଲାଗିଥାଏ ଦହି ପାଣିରେ। ଗୋଟେ ଶୁଖିଲା ଲଙ୍କା ଭାଙ୍ଗିକି ଦଉଛି ଏଇଥିରେ। ଆଉ କିଛି ଭୃଷଙ୍ଗ ପତ୍ର ଦଉଛି। ଦହି ପାଣିର କଲର ଟିକେ ବଢିଆ ଦେଖାଯିବା ପାଇଁ ମୁଁ ଏଇଠି ଟିକେ କାଶ୍ମୀରୀ ରେଡ୍ ଚିଲି ପାଉଡର ଦେଇଛି। ଭଲ ଭାବରେ କିଛି ସମୟ ପାଇଁ ଘାଣ୍ଟି ନେଇଛି ଏବଂ ଏହି ପ୍ରସ୍ତୁତ କରିଥିବା ଛୁଙ୍କକୁ ଏଇ ଦହି ଗୋଳରେ ମୁଁ ଦେଇ ଦଉଛି। ଦେଖନ୍ତୁ ଦେଖିବା ପାଇଁ କେତେ ସୁନ୍ଦର ଲାଗୁଛି ଆମର ଦହି ପାଣି। ତ ଏବେ ଏହି ଦହିରେ ସ୍ୱାଦ ଅନୁସାରେ ମୁଁ ଦଉଛି ଲୁଣ। ଭଲ ଭାବରେ କିଛି ସମୟ ଗୋଳେଇ ନିଅନ୍ତୁ ଲୁଣ ମିଶିଲା ପର୍ଯ୍ୟନ୍ତ। ଲାଷ୍ଟ ଇମ୍ପୋର୍ଟାଣ୍ଟ ଜିନିଷ ହେଲା ଏଇଠି ଜିରା ଗୁଣ୍ଡ। ଏଇଟା ଦେଲେ ଦହି ପାଣିର ସ୍ୱାଦ ଡବଲ ହେଇଯିବ। ନିଜେ ଆପଣମାନେ ଘରେ ଜିରା ଗୁଣ୍ଡ ପ୍ରସ୍ତୁତ କରିକି ବ୍ୟବହାର କରନ୍ତୁ, ଆର ଟେଷ୍ଟ ବହୁତ ହି ବଢିଆ ଲାଗିଥାଏ। ଏଇଠି ଦେଖନ୍ତୁ ମୁଁ ଯୋଉ ଆଗରୁ ଗ୍ରାଇଣ୍ଡିଂ କରିକି ନେଇଥିଲି ମୁଗ ଡାଲି, ମେନ୍ ଇମ୍ପୋର୍ଟାଣ୍ଟ ଟିପ୍ ହେଲା ଆପଣ ପୁରା ଘଣ୍ଟା ଦେଖନ୍ତୁ 30 ମିନିଟ୍ସ ପର୍ଯ୍ୟନ୍ତ ଏମିତି ଗୋଟେ ଡିରେକ୍ସନରେ ହିଁ ଆପଣଙ୍କୁ ଫେଣ୍ଟିବାର ଅଛି। 30 ମିନିଟ୍ସରୁ ଅଧିକା ନୁହଁ କି କମ୍ ନୁହଁ। ପୁରା କରେକ୍ଟ 30 ମିନିଟ୍ ପର୍ଯ୍ୟନ୍ତ ଏମିତି ଫେଣ୍ଟନ୍ତୁ। କିଛି ସମୟ ପରେ ଦେଖନ୍ତୁ ଏଇଟା ଯୋଉ ମୁଁ ଫେଣ୍ଟି ସାରିଛି ସେଇଟା ଦେଖଉଛି କୋଉ ପରିକା ଆର ଟେକ୍ସଚର ହେଇଛି। ଏୟାର ପୁରାପୁରି ଭଲ ଭାବରେ ଇନକର୍ପୋରେଟ ହେଇଯାଇଛି ଆ ଭିତରକୁ। ଆର କଲର ମଧ୍ୟ ଆପଣ ଦେଖିପାରୁଥିବେ ପୂର୍ବ ଅପେକ୍ଷା ଟିକେ ଲାଇଟ କଲର ହେଇଯାଇଛି ଏବଂ ଏହି କନସିଷ୍ଟେନ୍ସି ହିଁ ଆମର ବରା ପ୍ରସ୍ତୁତ କରିବା ପାଇଁ ପୁରାପୁରି ପରଫେକ୍ଟ। ଦେଖନ୍ତୁ ଏଇଠି ମୁଁ ଆପଣଙ୍କୁ ଟେଷ୍ଟ କରିକି ମଧ୍ୟ ଦେଖଉଛି। ପାଣି ଉପରେ ଆମର ବେଟର ପୁରାପୁରି ଭାସି ଯାଉଛି, ମାନେ ଏଇଟା ପୁରା ପରଫେକ୍ଟ କନସିଷ୍ଟେନ୍ସିରେ ଅଛି। ତାକୁ ସାଇଡରେ ରଖି ଚାଲନ୍ତୁ ଯିବା ଆମେ ନେକ୍ସଟ ପ୍ରୋସିଜରକୁ। ମୁଗ ଡାଲି ବରା ଛାଣିବା ପାଇଁ ଆମକୁ ତେଲକୁ ପୁରାପୁରି ଭଲ ଭାବରେ ଗରମ କରିବାର ଅଛି। ପୁରାପୁରି ଗରମ ହେଲା ପରେ ଛାଣିବା ସମୟରେ ଆମେ ଗ୍ୟାସର ଫ୍ଲେମକୁ ଲୋ ଟୁ ମିଡିୟମରେ ରଖିବା। ସେକେଣ୍ଡ ଇମ୍ପୋର୍ଟାଣ୍ଟ ଟିପ୍ ହେଲା ଏହି ମୁଗ ଡାଲି ବରାକୁ ଛାଣିବା ସମୟରେ ଆପଣ ଜମାରୁ ଗ୍ୟାସର ଫ୍ଲେମକୁ ହାଇ କରନ୍ତୁନି। ଯଦି ଆପଣ ଫ୍ଲେମ ହାଇ କରିଦେବେ ତାହେଲେ ଆର ସେପ୍ ଏବଂ ସାଇଜ ବିଲକୁଲ ବି ଗୋଲ ହବନି। ତେଲରେ ସବୁ ପକେଇଲା ପରେ ଆପଣ କୌଣସି କାଠି କିମ୍ବା ଖଡିକା ସାହାଯ୍ୟରେ ଆକୁ ଆଉ ଗୋଟେ ସାଇଡକୁ ଓଲଟାନ୍ତୁ, ଯେମିତି ଉପର ପଟ ମଧ୍ୟ ଭଲ ଭାବରେ ଫ୍ରାଏ ହେଇପାରିବ।
ଭଲ ଭାବରେ କିଛି ସମୟ ଫ୍ରାଏ ହେଲା ପରେ ଏଇଟା ଗୋଲ୍ଡେନ୍ ବ୍ରାଉନ୍ କଲର୍‌ର ଦେଖାଯିବ। ତ ଏଇ ସମୟରେ ଆପଣ ଆକୁ ଛାଣିକି ଅଲଗା କରିନିଅନ୍ତୁ। ସେମ୍ ପ୍ରୋସିଜରରେ ମୁଁ ବାକିତକ ବେଟରରେ ମଧ୍ୟ ବରା ପ୍ରସ୍ତୁତ କରିନଉଛି। ଏବେ ଏଇଠି ଦେଖନ୍ତୁ ଗୋଟେ ବଢିଆ ଗୋଲ୍ଡେନ୍ ବ୍ରାଉନ୍ କଲର୍‌ର ଦେଖାଯାଉଛି। ତ ଏବେ ମୁଁ ଆକୁ ଛାଣି ନଉଛି। ପୂର୍ବରୁ ଯୋଉ ପ୍ରସ୍ତୁତ କରିଥିଲି ଦହି ଘୋଳ ସେଇଥିରେ ମୁଁ ଆକୁ ପକେଇ ଦଉଛି। କିଛି ସମୟ ପାଇଁ ଆପଣ ଆକୁ ଚାମଚ ସାହାଯ୍ୟରେ ଏପଟ ସେପଟ କରୁଥାନ୍ତୁ। ଯେପରି ଚାରିପଟ ସାଇଡ୍‌ରୁ ଏଇଟା ଦହି ପାଣି ଭିତରେ ଲାଗିକି ରହିବ ଏବଂ ଭଲ ଭାବରେ ଦହି ପାଣି ସୋକ୍ କରିପାରିବ। 15 ମିନିଟ୍ ପରେ ଆପଣ ଦେଖିପାରିବେ କେତେ ବଢିଆ ଭାବରେ ଏଇଠି ମୋର ପ୍ରତି ଦହିବରା ଦହି ପାଣି ସକ୍ କରିକି ପୁରା ସଫ୍ଟ ହେଇଯାଇଛି। ତ ଏଇଠି ମୁଁ ସର୍ଭ କରି ନେଉଛି ଗୋଟେ ପ୍ଲେଟରେ। ଏଇଟା ଗାର୍ନିସିଂ କରିବା ପାଇଁ ମୁଁ ଏଇଠି କିଛି ବହଳିଆ ଦହି ନେଇଛି। ତାକୁ ଆଉ ଉପରେ ଏମିତି ଚାମଚ ସାହାଯ୍ୟରେ ଦେଇ ଦଉଛି। ଏହି ଦହିରେ ଆପଣ ଚାହିଁଲେ ଚିନି ମଧ୍ୟ ଆଡ୍ କରିପାରିବେ ଯଦି ଆପଣ ମିଠା ଖାଇବା ପାଇଁ ପସନ୍ଦ କରନ୍ତି। ନହେଲେ ଏଥିରେ ଲୁଣ ମଧ୍ୟ ଆଡ୍ କରିପାରିବେ। ଏବେ ମୁଁ ତା ଉପରେ ଦଉଛି କିଛି ରେଡ୍ ଚିଲି ପାଉଡର ଏବଂ ଗୋଟେ ବଢିଆ ଫ୍ଲେଭର ପାଇଁ ମୁଁ ତା ଉପରେ ଦଉଛି କିଛି ଜିରା ଗୁଣ୍ଡ ଆଉ ଲାଷ୍ଟରେ ମୁଁ କିଛି ଟମାଟୋ ସସ୍ ଏବଂ ଚିଲି ସସ୍ ଦେଇକି ଆକୁ ଗାର୍ନିଶ କରି ନେଇଛି। ଖରା ଦିନରେ ଏହି ୟୁନିକ୍ ଷ୍ଟାଇଲର ସଫ୍ଟ ଏଣ୍ଡ ସ୍ପଞ୍ଜି ଦହିବରାର ରେସିପିଟି ନିଶ୍ଚିନ୍ତ ଥରେ ଟ୍ରାଏ କରିବେ। ଆଉ ହଁ, ଯଦି ଆପଣମାନେ ଆପଣଙ୍କର କୌଣସି ପସନ୍ଦିତା ରେସିପିଟି ଦେଖିବା ପାଇଁ ଚାହୁଁଥିବେ, ତାହେଲେ କମେଣ୍ଟ ବକ୍ସରେ ରେସିପି ସହିତ ନିଜ ନାଁ ଲେଖି ପୋଷ୍ଟ କରନ୍ତୁ। ନିଶ୍ଚିତ ମୁଁ ଟ୍ରାଏ କରିବି ତାକୁ ସେୟାର କରିବା ପାଇଁ। ଆଉ ମୋ ଚ୍ୟାନେଲରେ ଯଦି ନୂଆ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ ନିଶ୍ଚିନ୍ତ କରନ୍ତୁ। ଧନ୍ୟବାଦ।